ଆମର ମନ୍ଥଲି ମିଟିଂ ହେଉଥିଲା। ମନ୍ଥଲି ମିଟିଂ ମାନେ ଆମର ଡାୟସିସର ଯେତେଟା ପାଷ୍ଟର ଅଛନ୍ତି ଅଲ୍ ଟୁଗେଦର ଆମର ଏଠି ହଉଛନ୍ତି ଆମର ମିଟିଂ ରହିଥିଲା 2, 3, 4। whereas ଆମ ସଂସ୍ଥାର ଗୋଟେ ପଲିସି ଅଛି, କୌଣସି କାରଣବଶତଃ ସପୋର୍ଟ ଆସିନାହିଁ ଆମ ଡାୟସିସରେ। କିନ୍ତୁ ଗେଷ୍ଟ ଅଲରେଡି ଆମେ କହିଛୁ, ଗେଷ୍ଟ ମହାରାଷ୍ଟ୍ରରୁ ଆସିଲେ ତାଙ୍କେ ଟିକେଟ କରିଛନ୍ତି, ପଇସା ସପୋର୍ଟ ଆସିନା, ଆମେ କ୍ୟାନସେଲ ବି କରିପାରିଲୁ ନାହିଁ। ଏ ଗୋଟେ ପଇସା ଆସିନାହିଁ, ଗେଷ୍ଟ କେୟାର କରିବାକୁ ହେବ ଆଉ ମିଟିଂ ଚଲେଇବାକୁ ହେବ। କେମିତି କରିବାକୁ ହେବ କଣ, ଆମେ ମିଟିଂ ସେମିତି ଚଲେଇଲୁ, କିନ୍ତୁ ଗେଷ୍ଟକୁ ତ କିଛି ଗିଫ୍ଟ ଦିଆଯିବ। ତ ମୁଁ କଣ କରିବି, ମୋ ପାଖରେ ଇଭେନ 100 ଟଙ୍କା ବି ନଥିଲା ତାଙ୍କୁ ଦେବା ପାଇଁ। ମୋର ବିଶ୍ୱାସ ପ୍ରଭୁ ଦେବେ, କଣ କରିବା, କାରଣ ଗେଷ୍ଟ ଆସିଛନ୍ତି, ତାକୁ ଖାଲି ହାତରେ ତ ପଠେଇ ହେବ ନା। ମୁଁ ପ୍ରାର୍ଥନା କରୁଛି। ଜଣେ ମତେ ଫୋନ କଲେ, ମିଟିଂ ଚାଲିଛି, ଆଉ ଜଣେ ଫୋନ କଲେ, ଭାଇ କେମିତି ଅଛନ୍ତି? ସାର୍ ଭଲ ଅଛୁ। ମୁଁ ତାଙ୍କ ସହିତ କଥା ହେଲା ପରେ ସେ କହିଲେ, ମୁଁ 3 ଦିନ ହେଲା ମୁଁ ତମ ପାଇଁ ପ୍ରାର୍ଥନା କରୁଛି। 3 ଦିନ ହେଲା ମୁଁ ତମ ପାଇଁ ପ୍ରାର୍ଥନା କରୁଛି। କଣ ଚାଲିଛି ସାର୍? ମିଟିଂ ଚାଲିଛି, ଏମିତି ଚାଲିଛି। ଆଉ ସେ ମତେ ଆକାଉଣ୍ଟ ନମ୍ବର ମାଗିଲା। ଆକାଉଣ୍ଟ ନମ୍ବର ମାଗି 10,000 ଟଙ୍କା ପଠେଇଦେଲା। ମୁଁ ଏଇ ସାକ୍ଷର କଣ କହି ରଖିବା ପାଇଁ ଚାହେଁ, ପ୍ରଭୁ ଆମମାନଙ୍କର ଆବଶ୍ୟକକୁ ଜାଣନ୍ତି, ଆମମାନଙ୍କର ମନର ଭାବନାକୁ ଜାଣନ୍ତି। ସେ ଆମମାନଙ୍କୁ କେବେ ଲଜ୍ଜିତ ହେବା ପାଇଁ ଦେବେ ନାହିଁ। ଏଇଟା ଥିଲା ପ୍ରେଜେଣ୍ଟ। ଏ 2, 3, 4 କଥା ମୁଁ କହୁଛି। ଜଣେ ଫୋନ କରି ମତେ ଯେ ନିଡ୍ ଅଛି, 3 ଦିନ ହେଲା ସେ ମୋ ପାଇଁ ପ୍ରାର୍ଥନା କରୁଛନ୍ତି, ଆଉ ମୋ ନିଡ୍ ବିଷୟରେ ତାଙ୍କ ହୃଦୟରେ ପ୍ରଭୁ ତାହାକୁ ମାନେ ହୃଦୟରେ କଥା କହୁଅଛନ୍ତି। ଅତୀତର ମୁଁ ଗୋଟେ ଛୋଟ ଟେଷ୍ଟିମନି ଦେବି, କେମିତି ପ୍ରଭୁ ମାନଙ୍କୁ କେୟାର କର। ଗୋଟିଏ ଦିନର କଥା, ମୁଁ ରାୟଗଡ଼ାରେ ସେତେବେଳେ ଥିଲି, ସେଇଟା 2006ର କଥା। ମୁଁ ସକାଳେ ମୋ ବୋଧେ ଟେଷ୍ଟିମନିଟା କହିଛି, ତଥାପି ପୁନରାବୃତ୍ତି କରିବା ପାଇଁ ଚାହେଁ ଆପଣମାନଙ୍କର ବିଶ୍ୱାସ ଯେପରି ଦୃଢ଼ୀଭୂତ ହେବ ପ୍ରଭୁଙ୍କ ଠାରେ। ଆମେ ଯେପରି ପ୍ରଭୁଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ନାହିଁ। ସନ୍ଧ୍ୟା ସମୟ କଟେଜ ପ୍ରେୟାର ମୁଁ ଯାଉଥାଏ, ସେତେବେଳେ ମୋ ପାଖରେ ସାଇକେଲ ଥିଲା। ସାଇକେଲ ବାହାର କଲି, ଆଉ ମିସେସ୍ ଘରୁ ହିଁ କହିଲେ, ଆଜି ଆମ ଘରେ କୌଣସି ପ୍ରକାର ପନିପରିବା ନାହିଁ ତରକାରୀ ପାଇଁ। ମୁଁ ଜଷ୍ଟ ଖାଲି ଏମିତି ଶୁଣି ପଳେଇଲି। ରାୟଗଡ଼ା ଢିପା ସାହି ବୋଲି ଗୋଟେ ଗାଁ ଅଛି। ସେଇଦିନ ମୋର ମନେ ଅଛି, ଗୁରୁବାର ଦିନ ମୁଁ ପ୍ରେୟାର ପାଇଁ ଗଲି, କଟେଜ ପ୍ରେୟାର। ଲୋକ ଗୋଟେ 15 ଲୋକ ପରେ ଜମା ହେଲେ, ପ୍ରାର୍ଥନା କଲୁ। ପ୍ରାର୍ଥନା ସରିଲା ପରେ କଟେଜ ପ୍ରେୟାର ଜେନେରାଲି ଚା ଫା ହୁଏ, ଆଉ କିଛି ଦାନ ଦିଅନ୍ତି, 5-10 ଟଙ୍କା ଦାନ ଦିଅନ୍ତି, ଆଉ ପାଷ୍ଟର ମାନେ ନେଇକି ଯାଆନ୍ତି। କିନ୍ତୁ ସେଦିନର ଦୁର୍ଭାଗ୍ୟର ବିଷୟ, ଚା ପିଇଲୁ, କିନ୍ତୁ ମତେ 5 ପଇସା ଦେଲେ ନାହିଁ ସେ ପରିବାର ଲୋକ। ଆଉ ମୋର ଖିଆଲ ନାହିଁ ଯେ ମୋ ଘରେ ତରକାରୀ ନାହିଁ ବୋଲି କହିବାଟା ବି ମତେ ଖିଆଲ ନାହିଁ। ମୁଁ ସାଇକେଲ ଧରିଲି, ଆଉ ମୁଁ ଯାଉଛି, ଏରା ଗୋଟେ 200 ଫୁଟ ହେଇଥିବ ଯାଇଥିବି ମୁଁ। ସେ ପରିବାର ଭଉଣୀ ଦୌଡ଼ି ଆସିକି ମତେ କହୁଛି, ଆଜ୍ଞା ଜଷ୍ଟ ଗୋଟେ ମିନିଟ ୱେଟ୍ କରନ୍ତୁ। ସେ ଆସିଲେ, ଆଉ ଛୋଟ ପଲିଥିନରେ ମତେ ଦେଇଥିଲେ, ମୋର ମନେ ଅଛି, ଆଳୁ 2ଟା, ବାଇଗଣ 2ଟା, ଟମାଟୋ 2ଟା, ଆଉ ପିଆଜ 2ଟା ଦେଇଥିଲେ। ଆଉ ମୁଁ ସେ ବାଇଗଣକୁ ଟମାଟୋକୁ ସାଇକେଲରେ ଆଗରେ ମାନେ ଗୋଟେ ଆଗରେ ହୁକୁରେ ସେଇଠି ରଖିକି ମୁଁ ଆସିଛି। ଆସିଲା ବେଳକୁ ଆମମାନଙ୍କର କୋରାପୁଟ ଛକରେ ସୁଭାଷ ଭାଇ ବୋଲି ଜଣେ ଦେଖା କଲେ। ସେ ମୋର ଫ୍ରେଣ୍ଡ, ସେ ଆମ ସଂସ୍ଥା ନୁହେଁ, ଅନ୍ୟ ଜଣେ ଆମ ସଂସ୍ଥାରେ ଥିଲେ ସୁଭାଷ ବୋଲି, ଆଉ ଜଣେ ସୁଭାଷ ଭାଇ ଦେଖା କଲେ। ଆମେ ତାଙ୍କ ସହିତ କଥା ହେଲା ବେଳକୁ ସେ ନୋଟିସ କଲେ ସେହି ପଲିଥିନରେ ଥିବା ଜିନିଷ ପ୍ରତି। ଆଉ ସେ ଆତ୍ମିକତା ବହୁତ, ପ୍ରଭୁଙ୍କ ଉପରେ ବିଶ୍ୱାସ କରିବା ଲୋକ। ସେ ମତେ ଗୋଟେ କଥା ଷ୍ଟେଟମେଣ୍ଟ କଲେ, ଟିଗାଲ ଭାଇ, ଆମେ ଏତେ ବଡ ମହାନ ପରମେଶ୍ୱରଙ୍କ ସେବା କରୁଛୁ। ସେ କହନ୍ତି, ପୃଥିବୀରେ ଯାହା କିଛି ଅଛି ସବୁ ମୋର, ସ୍ୱର୍ଗରେ ଯାହା କିଛି ଅଛି ସବୁ ମୋର। ଆମେ ତାହାଙ୍କର ସେବା କରୁଛୁ। ଆମେ ଭୋକରେ ରହିବା, ଗୋଟେ ଦିନ ତରକାରୀ ଖାଇବା ନାହିଁ ସିନା, 2-2ଟା ଲେଖା ଜିନିଷ କିଣିକି ଆଣିବା ନାହିଁ। ମତେ ବହୁତ ଦୁଃଖ ଲାଗିଲା ସେ ଷ୍ଟେଟମେଣ୍ଟ ଶୁଣିକି। ସେ ଗଲେ, ଆଉ ମତେ ବହୁତ ଦୁଃଖ ଖରାପ ଲାଗିଲା। ମୁଁ କଟକରେ ଲଜ୍ ମ୍ୟାନେଜର ହେଇଥିଲି, ଏତେ ସୁନ୍ଦର ଥିଲି, ପ୍ରଭୁଙ୍କର ସେବା କରି 2-2ଟା ବାଇଗଣ ଏମିତି ସବୁ ଶୁଣିବାକୁ ପଡୁଛି। ମତେ ବହୁତ ଦୁଃଖ ଲାଗିଲା। ମୁଁ ଯାଉଛି ଦୁଃଖରେ
ସେତେବେଳେ ପ୍ରଭୁଙ୍କର ବାକ୍ୟ କହିଲେ, ଗୋଟେ ମୁଁ ବୋଧେ 1/2 କିଲୋମିଟର ବି ଯାଇନାହିଁ, ସେତେବେଳେ ପ୍ରଭୁଙ୍କର ବାକ୍ୟ ଆସିଗଲା, ସଜୀବ ମୋର ଅନୁଗ୍ରହ ତୁମ ପାଇଁ ଯଥେଷ୍ଟ। ଆଜି ରାତିରେ ତୁମ ଘରେ ତରକାରୀ ନଥିଲା, ତମ ମିସେସ୍ କହିଥିଲେ ମନେ ଅଛି? ଆପଣ ବିଶ୍ୱାସ କରନ୍ତୁ ନ କରନ୍ତୁ, ସାଇକେଲ ରଖିଲି, ମୁଁ ଟିକେ ଇମୋସନାଲ ଲୋକ, ସାଇକେଲ ସାଇଡରେ ରଖିଲି ଆଉ ହାତ ଟିକେ ପ୍ରଭୁକୁ ଧନ୍ୟବାଦ ଦେଲି। ମୁଁ ଯିବି ବୋଲି ଭାବୁଥିଲି ପଛକୁ, ଆଉ ଥରେ କଟକ ଯିବି ବୋଲି ଭାବୁଥିଲି, କିନ୍ତୁ ମୋର ଅଭାବକୁ ସେ ଚିଠି ଜାଣନ୍ତି। ସେଦିନ ସେ ସ୍ତ୍ରୀ ପାଖରେ ପଇସା ନଥିଲା ବୋଲି 2ଟା ଆଳୁ, 2ଟା ବାଇଗଣ, 2ଟା ଟମାଟୋ, 2ଟା ପିଆଜ ଦେଇଛି। ଆପଣ ମାନଙ୍କୁ କହି ରଖିବା ପାଇଁ ନାହିଁ, ଯେତେ ଲୋକ ଆମେ ଏଠିଆରେ ଅଛୁ, ପ୍ରଭା ମାନଙ୍କ ନିମନ୍ତେ ଆବଶ୍ୟକ ଠାରୁ ଯଥେଷ୍ଟ। ସେ ଆମମାନଙ୍କର ଆବଶ୍ୟକ ଜାଣନ୍ତି ଆଉ ସେ ଯୋଗେଇବା ପରମେଶ୍ୱର। ଏ ଅଳ୍ପ ସାକ୍ଷ୍ୟ ଦେଇ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ବହୁତ ବହୁତ ଧନ୍ୟବାଦ ସଞ୍ଜୀବ ଭାଇ, ସୁନ୍ଦର ସାକ୍ଷ୍ୟ। ଯୋଉ ସାକ୍ଷ୍ୟ ଗତ ଥର ମଧ୍ୟ ମୁଁ ଶୁଣିଥିଲି, ଆଗରୁ ଆପଣ କହିଥିଲେ, ଆଉ ମୋର ସେଇ ସାକ୍ଷ୍ୟ ବି ଆପଣ କହିଲା ବେଳକୁ ମନ ଏତେ ଆବେଗପୂର୍ଣ୍ଣ ହଉଥିଲା, ଚିନ୍ତା ପଡୁଥିଲା ଯେ ଭାବୁଥିଲୁ ପ୍ରଭୁଙ୍କର ଦାସ ମାନେ କେତେ ସମସ୍ୟା ଦେଇଥାନ୍ତି। ଆଜିର ବାକ୍ୟ ଯେତେବେଳେ ଆପଣ ଅତୀତ ଆଉ ବର୍ତ୍ତମାନ ଭିତରେ ଚିନ୍ତା କରିବା କମ ପଡୁଥିଲା, ହୁଏତ ଗତ ଦିନ ମାନଙ୍କରେ ଆମମାନେ କଣ ଥିଲୁ ଆଉ ଆଜି ପ୍ରଭୁ ଆମମାନଙ୍କୁ ବାକ୍ୟ ଦ୍ଵାରା କେତେ ଆମମାନଙ୍କୁ ଦୃଢୀଭୂତ କରୁଛନ୍ତି। ସେ ବାକ୍ୟ ଆମମାନଙ୍କୁ ଶକ୍ତି ଯୋଗେଇଥାଏ ଆଉ